ଜୟ ଜଗନ୍ନାଥ ଭାଇ, କିପରି ଅଛନ୍ତି? ଜୟ ଜଗନ୍ନାଥ ପିଲାମାନେ, ମୁଁ ଭଲରେ ଅଛି। ବସ, କଥା ହେବା। ବଡ଼ ଭାଇ, ପୂର୍ବ ଆଲୋଚନାରେ ଆମର କିଛି ବୁଝିବା ପାଇଁ ରହିଯାଇଥିଲା। ଆଜି ଟିକେ ଆଲୋଚନା କରିବା। ଭାଇମାନେ କୁହନ୍ତୁ, କ'ଣ ବୁଝିବାର ଅଛି? ବଡ଼ ଭାଇ, ହିଟ୍ ଆଣ୍ଡ ରନ୍ ଆଇନ କ'ଣ ଟିକେ କୁହନ୍ତୁ। ଶୁଣ ଭାଇମାନେ, ଦଣ୍ଡବତ ଯାତ୍ରାର ଠିକ୍ 4 ମାସ 24 ଦିନ ଗତ ହୋଇଯାଇଥାଏ। କେନ୍ଦ୍ର ସରକାର ଡ୍ରାଇଭରମାନଙ୍କ ପାଇଁ ଏକ ନୂତନ ଆଇନ ଆଣିଥିଲେ, ହିଟ୍ ଆଣ୍ଡ ରନ୍ ଆଇନ, ଯେଉଁଥିରେ କି ଡ୍ରାଇଭରମାନଙ୍କୁ ମହଙ୍ଗା ପଡ଼ିବ। ହିଟ୍ ଆଣ୍ଡ ରନ୍ କେସ୍ରେ ଯଦି କୌଣସି ଲୋକ ଆକ୍ସିଡେଣ୍ଟ ହୋଇ ଆହତ ହୁଏ, ସେ ଜାଗାରେ ଡ୍ରାଇଭରକୁ 2 ବର୍ଷ ଜେଲ୍ ଏବଂ ଫାଇନ୍ ଦେବାକୁ ପଡ଼ିବ। ଏବଂ ଯଦି ଆକ୍ସିଡେଣ୍ଟରେ ଲୋକ ମରିଯାଏ, ସେ ଜାଗାରେ ଡ୍ରାଇଭରକୁ 10 ବର୍ଷ ଜେଲ୍ ଏବଂ ଜୋରିମାନା ଦେବାକୁ ପଡ଼ିବ। ଏହି ଆଇନକୁ ହିଟ୍ ଆଣ୍ଡ ରନ୍ ଆଇନ କୁହାଯାଏ। ବଡ଼ ଭାଇ, ଷ୍ଟେରିଂ ଛାଡ଼ ଆନ୍ଦୋଳନ କ'ଣ ଟିକେ ଆଲୋଚନା କରନ୍ତୁ। ପିଲାମାନେ, ଦଣ୍ଡବତ ଯାତ୍ରା ସରିଯାଇଥାଏ। ସରକାର କୌଣସି ପଦକ୍ଷେପ ନେଲେ ନାହିଁ। ଦଣ୍ଡବତ ଯାତ୍ରାର ଠିକ୍ 4 ମାସ 24 ଦିନ ପରେ କେନ୍ଦ୍ର ସରକାର ହିଟ୍ ଆଣ୍ଡ ରନ୍ ଆଇନ ବାହାର କଲେ। ଏହା ସମସ୍ତ ଡ୍ରାଇଭରମାନଙ୍କୁ ବିବ୍ରତ କରାଇଲା, ଯାହାଫଳରେ ଅଲ୍ ଇଣ୍ଡିଆର ଡ୍ରାଇଭର ସଂଗଠନମାନେ ଏକତ୍ରିତ ହେଲେ ଏବଂ 16/3/2023ରେ ସମସ୍ତ ଡ୍ରାଇଭରମାନେ ଗାଡ଼ି ନ ଚଲାଇ ଆନ୍ଦୋଳନକୁ ଓହ୍ଲାଇଲେ। ଏହାକୁ ଷ୍ଟେରିଂ ଛାଡ଼ ଆନ୍ଦୋଳନ କୁହାଯାଏ। ବଡ଼ ଭାଇ, ଏହି ଆନ୍ଦୋଳନରେ କ'ଣ କିଛି ଫଳପ୍ରଦ ହେଲା କି? ପିଲାମାନେ, ଷ୍ଟେରିଂ ଛାଡ଼ ଆନ୍ଦୋଳନରେ କିଛି ଫଳପ୍ରଦ ହୋଇଅଛି। କେନ୍ଦ୍ର ସରକାର ହିଟ୍ ଆଣ୍ଡ ରନ୍ ଆଇନକୁ ଲାଗୁ କଲେ ନାହିଁ। ରାଜ୍ୟ ସରକାର ମିଛ ପ୍ରତିଶ୍ରୁତି ଦେଇ ସମୟ ଗଡ଼ାଇବାକୁ ଲାଗିଲେ। ଏହାପରେ କ'ଣ ହେଲା ବଡ଼ ଭାଇ, ଟିକେ କୁହନ୍ତୁ। କିଛି ଦିନ ପରେ 12/6/2023ରେ ସରକାର ଡ୍ରାଇଭରମାନଙ୍କର ଦାବି ମାନିନେଲେ ଏବଂ କଲ୍ୟାଣ ବୋର୍ଡ଼ ଗଠନ ପାଇଁ ମାନ୍ୟବର ନବୀନ ପଟ୍ଟନାୟକଙ୍କ ସରକାର ଅନୁମୋଦନ ଦେଲେ ଏବଂ କିଛି ସର୍ତ୍ତ ରଖିଲେ। ସର୍ତ୍ତଗୁଡ଼ିକ ହେଲା, ଦୁର୍ଘଟଣା ଜନିତ କ୍ଷେତ୍ରରେ ଡ୍ରାଇଭରର ମୃତ୍ୟୁ ହେଲେ ତା'ର ପରିବାରକୁ 4 ଲକ୍ଷ ପ୍ରଦାନ, ଗଭୀର ଆଘାତ କ୍ଷେତ୍ରରେ 80,000 ଟଙ୍କା ପ୍ରଦାନ, ସ୍ଥାୟୀ ଅକ୍ଷମତା କ୍ଷେତ୍ରରେ 1,50,000 ପ୍ରଦାନ, ସାଧାରଣ ମୃତ୍ୟୁ କ୍ଷେତ୍ରରେ 2 ଲକ୍ଷ ଦେବା ପାଇଁ ଘୋଷଣା କଲେ। ଯୋଗ୍ୟତା ଅନୁସାରେ ବିଜୁ ସ୍ୱାସ୍ଥ୍ୟ ଯୋଜନା, ମଧୁବାବୁ ପେନ୍ସନ୍ ଯୋଜନାରେ ସାମିଲ କରାଯିବ। ବଡ଼ ଭାଇ, ବାକି ଦାବିଗୁଡ଼ିକ ସରକାର ପୂରଣ କରିବେ କି ନାହିଁ, ସେ ଉପରେ କିଛି କୁହନ୍ତୁ। ରାଜେଶ ଏବଂ ମାଧବ, ଓଡ଼ିଶା ଡ୍ରାଇଭର ମହାସଂଘ ଏଥିପାଇଁ ପ୍ରୟାସ ଜାରି ରଖିଛି। 6/11/2024ରେ ସରକାର ଏବଂ ଏକତା ମହାମଞ୍ଚ ମଧ୍ୟରେ ଏକ ବୋର୍ଡ଼ ମିଟିଂ ହୋଇଯାଇଛି। ଏଥିରେ 2ଟି ପ୍ରସ୍ତାବ ଦିଆଯାଇଅଛି। ପ୍ରଥମଟି ହେଲା ଡ୍ରାଇଭରମାନଙ୍କର ସୁରକ୍ଷା ପାଇଁ ଆଇନ ପ୍ରଣୟନ। ଦ୍ୱିତୀୟଟି 60 ବର୍ଷରୁ ଉର୍ଦ୍ଧ୍ୱ ହେଲେ ପେନ୍ସନ୍ ଲାଗୁ। ଏହା ପ୍ରୋସେସିଂ ପାଇଁ ଯାଇଛି। ବଡ଼ ଭାଇ, ଆମର 10 ଦଫା ଦାବିରୁ ଗୋଟିଏ ଦାବି ପୂରଣ ହୋଇଅଛି ଏବଂ 2ଟି ଦାବି ପ୍ରୋସେସିଂରେ ଅଛି। ଅନ୍ୟ ଦାବିଗୁଡ଼ିକ କ'ଣ ସରକାର ପୂରଣ କରିବେ କି ନାହିଁ? ମାଧବ, ଆମ୍ଭମାନଙ୍କର ଲକ୍ଷ୍ୟ ଏକ ଏବଂ ମତ ମଧ୍ୟ ଏକ ଅଟେ। ଆମ୍ଭମାନଙ୍କର ସହଯୋଗ ଏବଂ ସମର୍ଥନ ଏକାନ୍ତ କାମ୍ୟ। ଆଗାମୀ ଭବିଷ୍ୟତରେ ଲୋୟର PMG ଠାରେ ଏକତା ମହାମଞ୍ଚର କର୍ମକର୍ତ୍ତା ଏବଂ ସରକାରଙ୍କର ଖୋଲା ମଞ୍ଚ କରାଯିବ। ଏଥିରେ ଓଡ଼ିଶା ଡ୍ରାଇଭର ମହାସଂଘର ସମସ୍ତ ଡ୍ରାଇଭର ଭାଇମାନେ ଯୋଗଦେବା ନିହାତି ଆବଶ୍ୟକ। ଏକତା ହିଁ ବଳ। ଆମକୁ ଆଶା ପୂରଣ କରିବାକୁ ହେଲେ ସମସ୍ତ ଡ୍ରାଇଭର ବନ୍ଧୁମାନଙ୍କର ପୂର୍ଣ୍ଣ ସହଯୋଗ ଏବଂ ଏକତା ଏକାନ୍ତ କାମ୍ୟ। ଆମ୍ଭେମାନେ ସମସ୍ତେ ଲୋୟର PMG ଠାରେ ଯୋଗ ଦେଇ ଆମମାନଙ୍କର ଦୁଃଖ ଦୁର୍ଦ୍ଦଶା ଖୋଲା ହୃଦୟରେ ଖୋଲା ମଞ୍ଚରେ ସରକାରଙ୍କୁ ଜଣାଇବା। ସମସ୍ତ ଡ୍ରାଇଭର ବନ୍ଧୁମାନେ ସଂକଳ୍ପବଦ୍ଧ ହୁଅନ୍ତୁ। ଆମେ ଏକ, ଆମର କର୍ମ ଓ ଜବାବ ଏକ, ଆମର ଲକ୍ଷ୍ୟ ଏକ, ଆମର ମନ ଏକ। ଓଡ଼ିଶା ଡ୍ରାଇଭର ମହାସଂଘ ଜିନ୍ଦାବାଦ। ବଡ଼ ଭାଇ, ଆମ ଡ୍ରାଇଭର ବନ୍ଧୁମାନଙ୍କୁ କ'ଣ ପ୍ରେରଣା ଦେବେ
ଟିକିଏ କୁହନ୍ତୁ। ପ୍ରତ୍ୟେକ ଡ୍ରାଇଭର ବନ୍ଧୁମାନଙ୍କୁ ଅନୁରୋଧ, ନିଜ ଆଧାର କାର୍ଡ଼ ଅନୁସାରେ ନିଜ ଜିପିରେ ରହି ନିଜ କାଗଜପତ୍ର ଗୁଡ଼ିକ ଓକେ ରଖନ୍ତୁ, ଯାହାଫଳରେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ ଏବଂ ଡ୍ରାଇଭର ବନ୍ଧୁମାନେ ଆଗାମୀ ଭବିଷ୍ୟତରେ ଲୋୟର ପିଏମ୍ଜି ଠାରେ ଏକତା ମହାମଞ୍ଚ କର୍ମକର୍ତ୍ତା ଏବଂ ସରକାରଙ୍କ ମଧ୍ୟରେ ହେବାକୁ ଥିବା ଖୋଲା ମଞ୍ଚରେ ଯୋଗ ଦେବା ପାଇଁ ପ୍ରସ୍ତୁତ ରୁହନ୍ତୁ। ନିଜ ସୁରକ୍ଷା, ଭବିଷ୍ୟତ, ଆଶା ଏବଂ ଆକାଂକ୍ଷା ନିଜ ହାତରେ। ବିଚାର ଆପଣମାନଙ୍କର। ଜୟ ଜଗନ୍ନାଥ। ବଡ଼ ଭାଇ, ଏଥର ଆଲୋଚନା ବନ୍ଦ କରିବା, କାରଣ ବହୁ ସମୟ ହୋଇଗଲାଣି। ନିଜ ନିଜ ଗନ୍ତବ୍ୟ ସ୍ଥାନରେ ପହଞ୍ଚିଲେ ଘର କଥା ବୁଝିବାକୁ ପଡ଼ିବ। ସୁଖ ଦୁଃଖର ସଂସାର ଲାଗି ରହିଛି। ଜୟ ଜଗନ୍ନାଥ।